ଅନେକ ଲକ୍ଷ ଲକ୍ଷ ମୋବାଇଲ ଫୋନ ନମ୍ବର ଶୀଘ୍ର ବନ୍ଦ ହେବାର ସମ୍ଭାବନା। ଏହି ଭିଡିଓରୁ ଜାଣିବା କାହିଁକି ବନ୍ଦ ହେବ ସିମ୍ କାର୍ଡ ସହ ମୋବାଇଲ ଫୋନ ଯଦି ସେମାନଙ୍କର ପରିଚୟପତ୍ର ଯାଞ୍ଚ ହୋଇପାରିବ ନାହିଁ, ଯଦି ସନ୍ଦେହଜନକ କାର୍ଯ୍ୟକଳାପ କିମ୍ବା ଅନଲାଇନ୍ ଠକେଇରେ ବ୍ୟବହୃତ ହୁଏ। ହ୍ୟାଣ୍ଡସେଟ୍ ମଧ୍ୟ ଅକ୍ଷମ ହେବ ବୋଲି କହିଛି ଡିପାର୍ଟମେଣ୍ଟ ଅଫ ଟେଲିକମ୍ୟୁନିକେସନ ଟେଲି ଯୋଗାଯୋଗ ବିଭାଗ ଡିଓଟି ଦ୍ୱାରା କରାଯାଇଥିବା ବିଶ୍ଳେଷଣ ଅନୁଯାୟୀ ଅତିକମରେ 21 ଲକ୍ଷ ସିମ୍ କାର୍ଡ ପରିଚୟର ନକଲି ପ୍ରମାଣ କିମ୍ବା ଠିକଣା ଦଲିଲର ପ୍ରମାଣ ବ୍ୟବହାର କରି ସକ୍ରିୟ କରାଯାଇଛି। ଭାରତ ଏୟାରଟେଲ, ଏମଟିଏନ୍ଏଲ୍, ବିଏସ୍ଏନ୍ଏଲ୍, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍ ଆଇଡିଆକୁ ପଠାଯାଇଥିବା ଏକ ଆଲର୍ଟରେ ସନ୍ଦିଗ୍ଧ ଗ୍ରାହକଙ୍କ ତାଲିକା ପ୍ରଦାନ କରିଛି ଏବଂ ସେମାନଙ୍କର ଡକ୍ୟୁମେଣ୍ଟଗୁଡ଼ିକର ପୂର୍ଣ୍ଣ ଯାଞ୍ଚ ଏବଂ ବୋଗସ୍ ବୋଲି ଜଣାପଡ଼ିଛି। ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଣ୍ଡ ଡିଜିଟାଲ ଇଣ୍ଟେଲିଜେନ୍ସ ୟୁନିଟ୍ (AI) ଏବଂ DIU ଦ୍ୱାରା 114 କୋଟି ମୋବାଇଲ ଫୋନ୍ ସଂଯୋଗର ତାଜା ପ୍ୟାନ୍ ଇଣ୍ଡିଆ ବିଶ୍ଳେଷଣ ଦର୍ଶାଇଛି ଯେ ଅତିକମରେ 21 ଲକ୍ଷ ସିମ୍ ସକ୍ରିୟ କରିବାକୁ ପ୍ରୟୋଗକୁ ସମର୍ଥନ କରିବା ପାଇଁ ଅବୈଧ, ଅବାସ୍ତବ, ନକଲି କିମ୍ବା ଜାଲ ଡକ୍ୟୁମେଣ୍ଟ ବ୍ୟବହାର କରାଯାଇଛି ଓ ବିଭିନ୍ନ ଟେଲିକମ୍ ସେବା ପ୍ରଦାନକାରୀଙ୍କ ଦ୍ୱାରା। ଏହି ସଂଖ୍ୟାଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଭିନ୍ନ ପ୍ରକାରର ସାଇବର ଅପରାଧ କିମ୍ବା ଅନଲାଇନ୍ ଠକେଇରେ ବ୍ୟବହୃତ ହେଉଥିବା ସନ୍ଦେହ କରାଯାଉଛି। AI ଏବଂ DIU ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ 1.92 କୋଟି ମାମଲାରେ ଜଣେ ବ୍ୟକ୍ତି ଅତ୍ୟଧିକ ମୋବାଇଲ ସଂଯୋଗ ପାଇଁ ସବସ୍କ୍ରାଇବ କରିଛନ୍ତି, ଯାହା ସାରା ଦେଶରେ ସେବା ପ୍ରଦାନକାରୀଙ୍କ ମଧ୍ୟରେ 9ଟି ସିମ୍ କାର୍ଡର ଅନୁମତି ସୀମା ଅତିକ୍ରମ କରିଛି। ଏଥିରେ ସଂଯୋଗଗୁଡ଼ିକ ଅନ୍ତର୍ଭୁକ୍ତ କରାଯାଇଥିଲା ଯାହା ସେବା ପ୍ରଦାନକାରୀଙ୍କ ଦ୍ୱାରା ବଲ୍କ ସଂଯୋଗ ପରିବର୍ତ୍ତେ ଭୁଲ ଭାବରେ ବ୍ୟକ୍ତିଗତ ଭାବରେ ବର୍ଗୀକୃତ ହୋଇଥିଲା ଓ କେତେକ କ୍ଷେତ୍ରରେ ଗ୍ରାହକ ଡାଟାବେସ୍ ରେକର୍ଡଗୁଡ଼ିକର ପରିଚୟର ପ୍ରମାଣ କିମ୍ବା ଠିକଣା ବିଭାଗର ପ୍ରମାଣରେ ଗିବିରିଶ ତଥ୍ୟ ପ୍ରଦାନ କରାଯାଇଥିଲା।